ରଚନା ମୋ ସ୍ୱପ୍ନର ଭାରତ ଉପକ୍ରମ। ଭାରତ ଏକ ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧର୍ମ, ଭାଷା, ଜାତି ଓ ସଂସ୍କୃତିର ଲୋକେ ଏକାଠି ହୋଇ ବାସ କରନ୍ତି। ଆମ ଦେଶର ଗୌରବମୟ ଇତିହାସ, ସମୃଦ୍ଧ ସଂସ୍କୃତି ଓ ମହାନ ପରମ୍ପରା ସାରା ବିଶ୍ୱରେ ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗରେ ଆମେ ସ୍ୱାଧୀନତା ପାଇଛୁ। ତେଣୁ ଏହି ଦେଶକୁ ଆହୁରି ସୁନ୍ଦର, ସମୃଦ୍ଧ ଓ ଶକ୍ତିଶାଳୀ କରିବା ମୋର ସ୍ୱପ୍ନ। ମୋ ସ୍ୱପ୍ନର ଭାରତ। ମୋ ସ୍ୱପ୍ନର ଭାରତ ହେବ ଏକ ଶିକ୍ଷିତ, ସୁସ୍ଥ, ସ୍ୱଚ୍ଛ, ସମୃଦ୍ଧ ଓ ଶକ୍ତିଶାଳୀ ଭାରତ। ଏଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବେ। ଗରିବ ଓ ଧନୀ ମଧ୍ୟରେ ଶିକ୍ଷାର ସୁଯୋଗରେ କୌଣସି ଭେଦଭାବ ରହିବ ନାହିଁ। ଶିକ୍ଷା କେବଳ ଚାକିରି ପାଇବାର ମାଧ୍ୟମ ନ ହୋଇ ମଣିଷକୁ ନୀତିବାନ, ଦାୟିତ୍ୱବାନ ଓ ଦେଶପ୍ରେମୀ କରିବ। ମୋ ସ୍ୱପ୍ନର ଭାରତରେ କେହି ଭୋକିଲା ରହିବେ ନାହିଁ। ପ୍ରତ୍ୟେକ ପରିବାରକୁ ଖାଦ୍ୟ, ବାସସ୍ଥାନ, ପୋଷାକ ଓ ମୌଳିକ ସୁବିଧା ମିଳିବ। ଗ୍ରାମାଞ୍ଚଳର ଉନ୍ନତି ସହିତ ଚାଷୀମାନଙ୍କୁ ଉଚିତ ସମ୍ମାନ ଓ ସହାୟତା ମିଳିବ। ଆଧୁନିକ କୃଷି ପ୍ରଣାଳୀ, ଜଳସେଚନ ଓ ପ୍ରଯୁକ୍ତିର ବ୍ୟବହାର ଦ୍ୱାରା କୃଷି ଆହୁରି ଉନ୍ନତ ହେବ। ମୋ ସ୍ୱପ୍ନର ଭାରତ ହେବ ସ୍ୱଚ୍ଛ, ସବୁଜ ଭାରତ। ରାସ୍ତାଘାଟ, ନଦୀ, ପୋଖରୀ ଓ ସହରଗୁଡ଼ିକ ସ୍ୱଚ୍ଛ ରହିବ। ଅଧିକ ଗଛ ଲଗାଯିବ ଏବଂ ଜଙ୍ଗଲ ସୁରକ୍ଷିତ ରହିବ। ପ୍ରଦୂଷଣ ହ୍ରାସ କରିବା ପାଇଁ ସୌରଶକ୍ତି ଓ ଅନ୍ୟାନ୍ୟ ନବୀକରଣୀୟ ଶକ୍ତିର ବ୍ୟବହାର ବଢ଼ିବ। ପ୍ରକୃତି ଓ ଉନ୍ନତି ମଧ୍ୟରେ ସୁନ୍ଦର ସମନ୍ୱୟ ରହିବ। ମୁଁ ଏପରି ଏକ ଭାରତର ସ୍ୱପ୍ନ ଦେଖେ ଯେଉଁଠାରେ ନାରୀ ଓ ପୁରୁଷ ସମାନ ସୁଯୋଗ ପାଇବେ। ଝିଅମାନେ ନିର୍ଭୟରେ ଶିକ୍ଷା ଗ୍ରହଣ କରିବେ, ନିଜ ଲକ୍ଷ୍ୟ ପୂରଣ କରିବେ ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବେ। ଜାତି, ଧର୍ମ, ଭାଷା ଓ ଅଞ୍ଚଳ ଆଧାରରେ ଭେଦଭାବ ନଥାଇ ସମସ୍ତେ ପରସ୍ପରକୁ ସମ୍ମାନ କରିବେ। ମୋ ସ୍ୱପ୍ନର ଭାରତ ବିଜ୍ଞାନ ଓ ପ୍ରଯୁକ୍ତିରେ ଆହୁରି ଅଗ୍ରଗାମୀ ହେବ। ଯୁବପିଢ଼ି ନୂଆ ଉଦ୍ଭାବନ କରିବେ ଏବଂ ଭାରତର ନାମକୁ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିବେ। ଶିଳ୍ପ, ଶିକ୍ଷା, ଚିକିତ୍ସା, କ୍ରୀଡ଼ା ଓ ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ ଭାରତ ନୂଆ ଉଚ୍ଚତାରେ ପହଞ୍ଚିବ। ସବୁଠାରୁ ବଡ଼ କଥା ହେଉଛି ମୋ ସ୍ୱପ୍ନର ଭାରତର ନାଗରିକମାନେ ନିଜ ଅଧିକାର ସହିତ ନିଜ କର୍ତ୍ତବ୍ୟକୁ ମଧ୍ୟ ବୁଝିବେ। ସେମାନେ ଆଇନକୁ ସମ୍ମାନ କରିବେ, ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା କରିବେ ଓ ଦେଶର ଉନ୍ନତିରେ ନିଜର ଅବଦାନ ରଖିବେ। ଦୁର୍ନୀତି, ଅନ୍ୟାୟ, ଅସତ୍ୟକୁ ଦୂର କରି ସତ୍ୟ, ନ୍ୟାୟ ଓ ମାନବିକତାକୁ ପ୍ରାଧାନ୍ୟ ଦିଆଯିବ। ଉପସଂହାର: ମୋ ସ୍ୱପ୍ନର ଭାରତ କେବଳ ଏକ କଳ୍ପନା ନୁହେଁ, ଏହା ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ସାକାର ହୋଇପାରିବ। ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ଦେଶର ନାଗରିକ। ତେଣୁ ଆମେ ଭଲ ଭାବରେ ପଢ଼ି ନିଜ ଚରିତ୍ର ଗଢ଼ି ଶୃଙ୍ଖଳିତ ଓ ଦାୟିତ୍ୱବାନ ନାଗରିକ ହେବା ଆବଶ୍ୟକ। ଆମ ସମସ୍ତଙ୍କ ଏକତା, ପରିଶ୍ରମ ଓ ଦେଶପ୍ରେମ ହିଁ ମୋ ସ୍ୱପ୍ନର ଭାରତକୁ ଗଢ଼ି ତୋଳିବ। ମୁଁ ଏପରି ଏକ ଭାରତ ଚାହେଁ ଯାହାକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବର ସହ କହିପାରିବ, ଏହା ମୋର ଭାରତ, ମୋର ଗର୍ବ।